बर्तमान कुकुन टिफिन आनी टिफिन रे कौन अच्छी ब्रेड चॉप बरा चॉप पियाजी ये टोटाल केते टंकार 15 टंका देख 15 टंकार केते सस्ता गाँव रे ये हूँ 5 टंका ये हूँ टंकिकिया बरा ये हूँ टंकी के पियाजी पियाजी ये टंकिकिया आलुचप देखो कुकुन खाइबा केम लगुच टेस्टी खाऊ ओटे भल लाଗୁଛି नो ना ना सप्ताह ब्रेड चम खा ना मु खाइबी खाऊ मु खाऊछ कि रे खाऊ ना। हजर खाऊछ कि हजर गारम कौन जिनस खाऊ तो तस्कु लाଗୁछ ना कौन ना तो ମୁଁ ଖାଉଛି ଏଇଠି ବ୍ରହ୍ମପୁର ଏଗୁଡ଼ା 10 ଟଙ୍କା ନା 12 ଟଙ୍କା ଭିତରେ ପୁର ଦେଇଛି ପୁର ଦେଇକି ହେଲେ ଭଲ ଶସ୍ତାରେ ଏଇଠି ଭାଉଜ ଆସିଲେ ଗୋଟେ ଭାଗ ହେଇଗଲେ କୁକୁନର ସେ ମିର ଦେଖି ଖାଇଲେନି ଲାଇଟ୍ ଖାଲି ସେ ଲାଳୁ ଦେଇଥିଲ ମସଲା ନାହିଁ ଓହୋ ତାକୁ ପରଜି ନାହାନ୍ତି ସେ ଡାଇରେକ୍ଟ ମସଲା ଗୁଣ୍ଡ ପକେଇ ଛାଣି ଦେଇଛେ ପରିଶ୍ରମ କରିବାକୁ ପଡ଼ିବ ଆଲୋ ଗ୍ୟାସ୍ କେତେ ରେଟ୍ ହେଲାଣି ଆଉ ସେ କେତେ କରିବ ଯେ ମାରି କୁକୁନ ଦେଖନ୍ତୁ ବହୁତ ସକାଳୁ ସକାଳୁ ଠାକୁର ପୂଜା କରିଦେଲେଣି देखंतु यही गछटा मु चोरी करके पुरी रु आनी से देखंतु केते सुंदर फूल फुटी मत ये फूल कलर बहुत भल लगे यार तो भेराइट कलर अच्छी एटा मु आनी चोरी करके पुरी जाइली गोटे पेट्रोल टांकी रू एक डाल एकदम छोट डाल माने एडिकी आनी बहुत कष्ट बंचिकी एबे से फूल फुलानी देखंतु केते सुंदर फूल फुटी 3टा फूल हवा कथा आसिक सकाल सकाल चा पीलानी ट्यूशन सारिक बर्तमान 9टा बाजिलानी चा पीब चा पीकी आर्ट कर तार स्कूल छुट्टी हो जाइए गरम लगी माजिकी जब पुआ से कप प्लेट मु माजी पारिनी देखो सकाल सकाल के चा पीवा कला छोट पिलाटा होती कि चा पीवा को भारी तार आग्रह देखो केमती स्टाइल से चाटा पीऊँ बाक्स रुटी सहित चा खाऊँ बोंगर सकाल टिफिन माने चा बिस्केट मुड़ी ना रुटी थिले रुटी सहित चा पियंती
ଆଉ ସେ କିଛି ଖାଇବେନି। ଏତିକି ଖାଇଲା ପରେ ମେଡ଼ିସିନ ଖାଇବେ। ସକାଳ ଏଇଟା ହେଉଛି ବୋଉଙ୍କର ଟିଫିନ୍। କ'ଣ ଡାଲି ବସେଇବେ? ଡାଲି ବସେଇବ? ଆଉ କ'ଣ ସନ୍ତୁଳା କରିବା? ବାବାଙ୍କୁ ପଚାର ମସଲା ଖାଇବେ କି ନାହିଁ, ସେ ଅନୁଯାୟୀ କରିବେ। ବାବା ତ ମସଲାକୁ ରାଗିବେ। ଚା ଆଉ ରୁଟି ଖାଉଛି। କାଲି ବି ତା ପାଇଁ କରିଥିଲି ଦୁଇପଟ, ଆଜି ସେଇ ତାର ଭାଗ ଖାଉଛି ଚା ରୁଟି। ବାସି ରୁଟିଟା ଖାଇଲେ ଦେହକୁ ଭଲ। ଖରା ଦିନ ଗରମରୁ ରାହତ ପାଇବା ପାଇଁ ଆସିଛି ସ୍ପ୍ରାଇଟ୍ ତନେଇ ତରଫରୁ। ଏଇଟା ଆମେ ବର୍ତ୍ତମାନ ସ୍ପ୍ରାଇଟ୍ ପିଉଛୁ। କୁକୁନ ପିଇବା ଷ୍ଟାର୍ଟ କରିଦେଲାଣି। ଆଉ ତନେଇ ମ୍ୟାଡ଼ମଙ୍କ ଦେହ ଭଲ ନାହିଁ, ସେ ସିଆଡ଼େ ଯାଇ ବସିଲେଣି। ବର୍ତ୍ତମାନ ମୁଁ ପିଉଛି। ଚାଲନ୍ତୁ ସ୍ପ୍ରାଇଟ୍ର ମଜା ନେବା। ଗରମ ରୋଷେଇ ହେଇଛି ଆମର ଡାଲି, ଆଉ କିଛି ହେଇନି। ଇଏ ହେଉଛି ପତ୍ରକୋବି। ଭାତ ତ ହେଇସାରିଲାଣି, ବହୁତ ଭାତ କରିଦେଲେ। ଡାଲି ଆଉ ପତ୍ରକୋବି କରିଦେଇଛି। ପତ୍ରକୋବି ଆଉ ଟିକେ ରୋଷ୍ଟ ହେଲେ ହେଇଯିବ। ସିମ୍ରେ ରଖିଦେବା। ତାପରେ ରୋଷ୍ଟ ଫ୍ରାଇ ହେଲେ ତାକୁ ବନ୍ଦ କରିଦେବା। ଏସବୁ କୁଆଡ଼େ ଯାଉଛି? କୁଆଡ଼େ? ହାତୀମାନଙ୍କ ପାଇଁ। ଯାହା ହଉ ବଡ଼ ଦାନବୀର ହରିଶ୍ଚନ୍ଦ୍ର ଆଉ ହାତୀମାନଙ୍କ ପାଇଁ ଖାଦ୍ୟ ଇଏ ସବୁ ଯାଉଛି ଯଜ୍ଞ ପାଇଁ। ମନୋଜ ନେଇକି ଯାଉଛନ୍ତି ତାଙ୍କର ମା ଘରକୁ। ଏ ତ କେତେ କେଜି? 50 କିଲୋ ପରା। ରିଟର୍ନ ମାରିବ। ଏପଟିକି ବୁଲୁନ। ଆସିଛି ଅନଲାଇନ୍ ଅର୍ଡ଼ର କରିଥିଲି ତନେ ଗୋଟେ ଗିଫ୍ଟ ଦେଖନ୍ତୁ। ଲକ୍ଷ୍ମୀ ଗଣେଶ ସରସ୍ୱତୀ ମନକୁ ଆସୁନି। ରିଟର୍ନ ହେବ, ରିଟର୍ନ କରିଦେବେ। ଆକ୍ଚୁଆଲି ଦେଖାଗଲା ବଡ଼, ଆସିଲା ବେଳକୁ ଆସିଲା ଛୋଟ। ଏଇଟା ରିଟର୍ନ ହେଇଯିବ। ହଁ କୁକୁନ କହୁଛୁ ବା ସେୟା।